ହୋଶେୟ ଅଧ୍ୟାୟ 10। ଇସ୍ରାଏଲ ବର୍ଦ୍ଧିଷ୍ଣୁ ଦ୍ରାକ୍ଷାଲତା, ସେ ଆପଣା ଫଳ ଉତ୍ପନ୍ନ କରେ। ସେ ଆପଣା ଫଳର ବାହୁଲ୍ୟାନୁସାରେ ଆପଣା ଯଜ୍ଞବେଦୀର ସଂଖ୍ୟା ବୃଦ୍ଧି କରିଅଛି। ତାହାର ଦେଶର ସୌଭାଗ୍ୟାନୁସାରେ ଲୋକମାନେ ମନୋହର ସ୍ତମ୍ଭ ନିର୍ମାଣ କରିଅଛନ୍ତି। ସେମାନଙ୍କର ଅନ୍ତଃକରଣ ବିଭକ୍ତ ହୋଇଅଛି। ଏବେ ସେମାନେ ଦୋଷୀ ଗଣାଯିବେ। ସେ ସେମାନଙ୍କର ଯଜ୍ଞବେଦୀ ସବୁକୁ ଆଘାତ କରିବେ। ସେ ସେମାନଙ୍କର ସ୍ତମ୍ଭ ସବୁକୁ ନଷ୍ଟ କରିବେ। ଅବଶ୍ୟ ଏବେ ସେମାନେ କହିବେ, ଆମ୍ଭମାନଙ୍କର ରାଜା ନାହିଁ, କାରଣ ଆମ୍ଭେମାନେ ତ ସଦାପ୍ରଭୁଙ୍କୁ ଭୟ କରୁନାହୁଁ। ଏଣୁ ରାଜା ଆମ୍ଭମାନଙ୍କ ପାଇଁ କଣ କରିପାରିବ? ସେମାନେ ନିୟମ କରିବା ସମୟରେ ମିଥ୍ୟା ଶପଥ କରି ଅସାର କଥା କୁହନ୍ତି। ଏଥିପାଇଁ କ୍ଷେତ୍ରର ସିଆରରେ ଯେପରି ବିଷବୃକ୍ଷ, ସେପରି ସେମାନଙ୍କର ଦଣ୍ଡ ଅଙ୍କୁରିତ ହୁଏ। ସମରିଆ ନିବାସୀଗଣ ବୈତ୍ ଆବନର ଗୋବଶ୍ଚ ପ୍ରତିମା ସକାଶୁ ତ୍ରାସଯୁକ୍ତ ହେବେ, କାରଣ ତହିଁର ଲୋକମାନେ ତାହା ପାଇଁ ବିଳାପ କରିବେ ଓ ତହିଁର ଯେଉଁ ପୁରୋହିତମାନେ ତାହାର ଗୌରବ ସକାଶୁ ଆନନ୍ଦ କରିଥିଲେ, ସେମାନେ ବିଳାପ କରିବେ, କାରଣ ତାହାର ଗୌରବ ତାହାକୁ ଛାଡ଼ି ଯାଇଅଛି। ତାହା ମଧ୍ୟ ଜାରେବ୍ ରାଜାର ଭେଟି ନିମନ୍ତେ ଅସୁରକୁ ନୀତ ହେବ। ଇଫ୍ରାଇମ୍ ଲଜ୍ଜାପ୍ରାପ୍ତ ହେବ ଓ ଇସ୍ରାଏଲ ନିଜ ମନ୍ତ୍ରଣା ବିଷୟରେ ଲଜ୍ଜିତ ହେବ। ସମରିଆର ରାଜା ଜଳ ଉପରିସ୍ଥ ଫେଣତୁଲ୍ୟ ଉଚ୍ଛିନ୍ନ ହେଲା। ଆହୁରି ଇସ୍ରାଏଲର ପାପ ସ୍ୱରୂପ ଆବେନର ଉଚ୍ଚସ୍ଥଳୀ ସବୁ ବିନଷ୍ଟ ହେବ। କଣ୍ଟା ଓ ଅଗରା ଗଛ ସେମାନଙ୍କର ଯଜ୍ଞବେଦୀ ଉପରେ ଉତ୍ପନ୍ନ ହେବ। ଆଉ ସେମାନେ ପର୍ବତଗଣକୁ କହିବେ, ଆମ୍ଭମାନଙ୍କୁ ଘୋଡ଼ାଅ, ଓ ଉପପର୍ବତଗଣକୁ କହିବେ, ଆମ୍ଭମାନଙ୍କ ଉପରେ ପଡ଼। ହେ ଇସ୍ରାଏଲ, ତୁମ୍ଭେ ଗିବିଆର ସମୟଠାରୁ ପାପ କରି ଆସିଅଛ। ଅଧର୍ମର ସନ୍ତାନଗଣର ପ୍ରତିକୂଳ ଯୁଦ୍ଧ ଯେପରି ଗିବିଆରେ ଲୋକମାନଙ୍କୁ ନ ଧରିବ, ଏଥିପାଇଁ ସେମାନେ ସେ ସ୍ଥାନରେ ଠିଆ ହେଲେ। ଯେତେବେଳେ ଆମ୍ଭର ଇଚ୍ଛା, ସେତେବେଳେ ଆମ୍ଭେ ସେମାନଙ୍କୁ ଶାସ୍ତି ଦେବୁ ଓ ସେମାନେ ଆପଣାମାନଙ୍କର ଦୁଇ ଅପରାଧରେ ବନ୍ଧାଯିବା ସମୟରେ ଗୋଷ୍ଠୀଗଣ ସେମାନଙ୍କ ବିରୁଦ୍ଧରେ ସଂଗୃହୀତ ହେବେ। ଆଉ ଇଫ୍ରାଇମ୍ ଶିକ୍ଷିତା ଗାଭୀ, ସେ ଶସ୍ୟ ମର୍ଦ୍ଦନ କରିବାକୁ ଭଲ ପାଏ। ମାତ୍ର ଆମ୍ଭେ ତାହାର ସୁନ୍ଦର ଗ୍ରୀବାରେ ହସ୍ତାର୍ପଣ କରିଅଛୁ। ଆମ୍ଭେ ଇଫ୍ରାଇମ୍ ଉପରେ ଏକ ଆରୋହୀକି ବସାଇବା। ଯିହୁଦା ହଳ ବୁଲାଇବ, ଯାକୁବ ତାହାର ଟେଳା ଭାଙ୍ଗିବ। ତୁମ୍ଭେମାନେ ଆପଣମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ, ଆପଣମାନଙ୍କର ପଡ଼ିଆ ଭୂମି ଭାଙ୍ଗ। କାରଣ ଯେ ପର୍ଯ୍ୟନ୍ତ ସଦାପ୍ରଭୁ ଆସି ତୁମ୍ଭମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେ ପର୍ଯ୍ୟନ୍ତ ତାହାଙ୍କର ଅନ୍ୱେଷଣ କରିବାର ସମୟ ଅଛି। ତୁମ୍ଭେମାନେ ଦୁଷ୍ଟତା ରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ। ତୁମ୍ଭେମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ, କାରଣ ତୁମ୍ଭେ ଆପଣା ପଥରେ, ଆପଣାର ବୀର ସମୂହରେ ବିଶ୍ୱାସ କରିଅଛ। ଏଥି ନିମନ୍ତେ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଏକ କୋଳାହଳ ଉଠିବ ଓ ଯୁଦ୍ଧ ଦିନରେ ଯେପରି ସଲୋମନ ବୈତ୍ ଅରବେଲକୁ ବିନାଶ କରିଥିଲା, ସେପରି ତୁମ୍ଭ ଦୁର୍ଗ ସକଳ ବିନଷ୍ଟ ହେବ। ମାତା ଆପଣା ସନ୍ତାନଗଣ ସହିତ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହୋଇଥିଲା। ତୁମ୍ଭର ମହାଦୁଷ୍ଟତା ସକାଶୁ ବୈଥେଲ ତୁମ୍ଭ ପ୍ରତି ସେହି ପ୍ରକାର କରିବ। ଇସ୍ରାଏଲର ରାଜା ଅରୁଣୋଦୟ ସମୟରେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ ହେବ।